أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଯେପରିକି ମୁଁ ବିଗତ ଖୁତବାରେ ତବୁକ୍ ଯୁଦ୍ଧ ସଂକ୍ରାନ୍ତରେ ଚର୍ଚ୍ଚା କରିଥିଲି, ଏହାର ଅତିରିକ୍ତ ଚର୍ଚ୍ଚା ଆଜି ମୁଁ ବର୍ଣ୍ଣନା କରିବି। ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ወሰଲ୍ଲମ ତବୁକ୍ ଯୁଦ୍ଧ ନିମନ୍ତେ ପ୍ରସ୍ଥାନ କଲେ। ଏଥି ସଂକ୍ରାନ୍ତରେ ଇତିହାସ ପୃଷ୍ଠାରେ ଅତିରିକ୍ତ ବର୍ଣ୍ଣନା ଏପରି ଉଲ୍ଲେଖ ରହିଛି। ଇସଲାମୀୟ ସୈନ୍ୟବାହିନୀ ତବୁକ୍ ଅଭିମୁଖେ ବାହାରିଲା। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ପ୍ରଥମ ଶିବିର ଅର୍ଥାତ୍ ଅବସ୍ଥାନ ଜୁ ଖୁସୁବ ନାମକ ସ୍ଥାନରେ କରିଥିଲେ। ଜୁ ଖୁସୁବ ମଦିନାଠାରୁ ଏକ ରାତ୍ର ବ୍ୟବଧାନରେ ଅବସ୍ଥିତ ଏକ ଅଞ୍ଚଳ, ଏକ ଉପତ୍ୟକା। ସେହିଠାରେ ଅସଂଖ୍ୟ ଝରଣାମାନ ରହିଛି। ସେଠାରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ନମାଜ ଜୋହର ଓ ଅସର ଏକତ୍ରିତ ପାଠ କରାଇଥିଲେ। ସାହାବାମାନଙ୍କୁ ଏହି ଯାତ୍ରାରେ ନମାଜ ଜୋହର, ଅସର ଓ ମଗରିବ, ଇଶା ନିୟମିତ ରୂପେ ଏକତ୍ରିତ ପାଠ କରାଯାଇଥିଲା। ଯାତ୍ରା ସମୟରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଯେଉଁ ସ୍ଥାନରେ ଶିବିର ଲଗାଉଥିଲେ ତତ୍ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ ନାହିଁ, କିନ୍ତୁ ତନ୍ମଧ୍ୟରୁ କେତେକ ସ୍ଥାନରେ କେବଳ ନାମ ଉଲ୍ଲେଖ ରହିଛି। ତାହା ମଧ୍ୟ ଆଗକୁ ଯଦି ସୁଯୋଗ ମିଳେ ଇନଶାଆଲ୍ଲାହ ତାଆଲା ବର୍ଣ୍ଣନା ହୋଇଯିବ। ହଜରତ ମୁଆଜ ବିନ୍ ଜବଲ ରଜିୟଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି वसल्लम ତବୁକ୍ ଯୁଦ୍ଧରେ ନିମଗ୍ନ ଥିଲେ, ବ୍ୟସ୍ତ ଥିଲେ ଯେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ପ୍ରସ୍ଥାନ କରିବା ପୂର୍ବରୁ ସୂର୍ଯ୍ୟାସ୍ତ ହୋଇଗଲା। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଜୋହର ଓ ଅସର ନମାଜ ଏକତ୍ରିତ ପାଠ କଲେ ଓ ଯଦି ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ସୂର୍ଯ୍ୟାସ୍ତ ପୂର୍ବରୁ ଶୀଘ୍ର ବାହାରି ପଡ଼ନ୍ତେ ତେବେ ଜୋହର ନମାଜ ବିଳମ୍ବ କରି ପାଠ କରୁଥିଲେ। ଏପର୍ଯ୍ୟନ୍ତ କି ଅସର ନିମନ୍ତେ ଅବତୀର୍ଣ୍ଣ ହେବା ସମୟରେ ଅର୍ଥାତ୍ କୌଣସି ସ୍ଥାନରେ ଓହ୍ଲାଇବା ସମୟରେ ଓ ମଗରିବରେ ମଧ୍ୟ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଏହିପରି ହିଁ କରୁଥିଲେ। ଯଦି ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ପ୍ରସ୍ଥାନ କରିବା ପୂର୍ବରୁ ସୂର୍ଯ୍ୟାସ୍ତ ହୋଇଯାଉଥିଲା ସେତେବେଳେ ମଗରିବ ଓ ଇଶା ନମାଜ ଏକତ୍ର ପାଠ କରାଉଥିଲେ। ସେହିପରି ଯଦି ସୂର୍ଯ୍ୟାସ୍ତ ହେବା ପୂର୍ବେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ବାହାରୁଥିଲେ ତେବେ ମଗରିବରେ ହୁଜୁର ବିଳମ୍ବ କରି ପାଠ କରୁଥିଲେ। ଏପର୍ଯ୍ୟନ୍ତ କି ଇଶା ନମାଜ ନିମନ୍ତେ ହୁଜୁର କୌଣସି ସ୍ଥାନରେ ଅବସ୍ଥାନ କରୁଥିଲେ, ଅଟକୁଥିଲେ ଓ ହୁଜୁର ସେଠାରେ ଉଭୟ ନମାଜକୁ ଅର୍ଥାତ୍ ମଗରିବ ଓ ଇଶାକୁ ଏକତ୍ରିତ କରି ପାଠ କରୁଥିଲେ। ସେହି ଯାତ୍ରାରେ ହଜରତ ଅବ୍ଦୁର ରହମାନ ବିନ୍ ଅଫ୍ ରଜିୟଲ୍ଲାହୁଙ୍କୁ ଇମାମତ କରିବାର ସୌଭାଗ୍ୟ ଲାଭ ହୋଇଥିଲା। ଏହି ଘଟଣାର ବର୍ଣ୍ଣନା ଏପରି ଉଲ୍ଲେଖ ରହିଛି। ହଜରତ ମୁଗୀରା ବିନ୍ ଶୈବା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କ ସହିତ ତବୁକ୍ ଯୁଦ୍ଧରେ ମୁଁ ସାମିଲ ଥିଲି। ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି वसल्लम ଶୌଚ ଯିବା ନିମନ୍ତେ ଫଜର ନମାଜ ପୂର୍ବରୁ ପ୍ରସ୍ଥାନ କଲେ। ମୁଁ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କ ସହିତ ଜଳପାତ୍ର ଧରି ବାହାରି ପଡ଼ିଲି। ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ମୋ ଆଡ଼କୁ ଆସିଲେ ସେତେବେଳେ ମୁଁ କିଛି ବ୍ୟବଧାନରେ ଛିଡ଼ା ହୋଇଥିଲି। ତେବେ ମୁଁ ସେହି ଲୋଟାକୁ हुजूर सल्लल्लाहु अलैहि वसल्लम का हाथ उपरे पानी ढालिबाकू बाहरिली। पानी ढालिली। हुजूर
ନିଜର ପବିତ୍ର ଦୁଇ ହସ୍ତକୁ 3 ଥର ଧୋଇଲେ। ଏଠାରେ ୱଜୁ କରିବାର ବିଧି ସମ୍ପର୍କରେ ମୁଗୀରା ବିନ୍ ଶୈବା ରଜିୟଲ୍ଲାହୁ ବର୍ଣ୍ଣନା କରୁଛନ୍ତି ଯେ ଯାତ୍ରାରେ କିପରି ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ୱଜୁ କରୁଥିଲେ। ତେବେ ତାପରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ନିଜ ପବିତ୍ର ମୁଖ ଧୋଉଥିଲେ। ତତ୍ପରେ ହୁଜୁର ନିଜର 2 ବାହୁକୁ ଧୋଉଥିଲେ ଓ ନିଜ ବସ୍ତ୍ରକୁ ଆଡ଼େଇ ଅର୍ଥାତ୍ ଉପରକୁ କରି ବାହୁ ଧୋଉଥିଲେ। କିନ୍ତୁ ଯେଉଁ ଜୁବ୍ବା ହୁଜୁର ପରିଧାନ କରିଥିଲେ ତାହା ବହୁତ ଛୋଟ ଥିଲା। ତେଣୁ ହୁଜୁର ନିଜର ହାତ ଜୁବ୍ବା ମଧ୍ୟରେ ପ୍ରବେଶ କରାଉଥିଲେ ଓ ନିଜର ବାହୁ ଦ୍ୱୟକୁ ଜୁବ୍ବା ତଳୁ ବାହାର କରି କହୁଣି ପର୍ଯ୍ୟନ୍ତ ଧୋଉଥିଲେ ଆଉ ନିଜର ମୋଜା ଉପରେ ମସା କରିଦେଉଥିଲେ। ତାପରେ ହୁଜୁର ଆଗକୁ ଅଗ୍ରସର ହେଉଥିଲେ। ମୁଗୀରା କୁହନ୍ତି, ମୁଁ ମଧ୍ୟ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ସହିତ ଆଗକୁ ଅଗ୍ରସର ହେଉଥିଲି ଅର୍ଥାତ୍ ହୁଜୁରଙ୍କ ପଛେ ପଛେ ଏପର୍ଯ୍ୟନ୍ତ କି ଆମେ ଦୁହେଁ ଲୋକମାନଙ୍କୁ ଦେଖି ପାରୁଥିଲୁ। ସେମାନେ ଅବ୍ଦୁର ରହମାନ ବିନ୍ ଅଫ୍ ରଜିୟଲ୍ଲାହୁଙ୍କୁ ମୁସଲ୍ଲାରେ ଆଗକୁ କରିସାରିଥିଲେ। ହଜରତ ଅବ୍ଦୁର ରହମାନ ବିନ୍ ଅଫ୍ ରଜିୟଲ୍ଲାହୁ ସେମାନଙ୍କୁ ନମାଜ ପାଠ କରାଉଥିଲେ। ତେବେ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲାଇହି वसल्लम 2 ରେକାତ ନମାଜରୁ ଗୋଟିଏ ରେକାତ ନମାଜ ପାଇଲେ। ଯେତେବେଳେ ହଜରତ ଅବ୍ଦୁର ରହମାନ ବିନ୍ ଅଫ୍ ରଜିୟଲ୍ଲାହୁ ସଲାମ କଲେ, ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ନିଜର ବାକି ରହିଯାଇଥିବା ଗୋଟିଏ ରେକାତ ନମାଜ ପାଠ କରି ତାହାକୁ ସମ୍ପୂର୍ଣ୍ଣ କରୁଥିଲେ। ଏହି କଥାଟି ମୁସଲମାନମାନଙ୍କ ମଧ୍ୟରେ ବିଚଳତା ସୃଷ୍ଟି କରିଦେଲା। ମୁସଲମାନମାନେ ବହୁଳ ରୂପେ ତସବିହ କରିବାକୁ ଲାଗିଲେ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ନମାଜ ପାଠ କରିସାରିବା ପରେ ଯେତେବେଳେ ଲୋକମାନଙ୍କ ଆଡ଼କୁ ଚାହିଁଲେ, ସେତେବେଳେ କହିଲେ, ହେ ଲୋକମାନେ, ତୁମେମାନେ ଭଲ କଲ। ଲୋକମାନେ ଯଥା ସମୟରେ ନମାଜ ପାଠ ସମ୍ପାଦନ କରନ୍ତୁ। ଅର୍ଥାତ୍ ଏପରି ହୁଜୁର ତାଙ୍କର ପ୍ରଶଂସା କରିଥିଲେ ଏବଂ ତାଙ୍କ ମଧ୍ୟରେ ଯେଉଁପରି ଟୁପୁରୁଟାପର ଆରମ୍ଭ ହୋଇଯାଇଥିଲା ତାହାର ନିର୍ବିପାତ କରିବା ପାଇଁ ହୁଜୁର ଏଭଳି ଉକ୍ତି କହି ସେହି ଧାରଣାକୁ ଯାହାକି ମନରେ ସୃଷ୍ଟି ହୋଇଥିଲା ସେମାନଙ୍କର, ତାହାକୁ ସମାପ୍ତ କରିଥିଲେ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସମୁଦ ଜାତିର ପରିତ୍ୟକ୍ତ ଗୁମ୍ଫା ମଧ୍ୟ ଦେଇ ଅତିକ୍ରମ କରିବାର ଚର୍ଚ୍ଚା ମିଳୁଅଛି। ଏଥି ସଂକ୍ରାନ୍ତରେ ହଜରତ ଇବ୍ନେ ଉମର ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଆଲ୍ଲାହ ତାଆଲାଙ୍କ ବାର୍ତ୍ତାବହ ଯେତେବେଳେ ତବୁକ୍ ଯୁଦ୍ଧ ସମୟରେ ହଜରେ ଅସ୍ୱଦ ପାଖରେ ଅବସ୍ଥାନ କଲେ, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ତାଙ୍କୁ ଆଦେଶ ଦେଲେ ଯେ ଏହି କୂପରୁ ଜଳପାନ କରିବ ନାହିଁ କି ତାହାକୁ ବ୍ୟବହାରରେ ଆଣିବ ନାହିଁ। ସାହାବାମାନେ କହିଲେ, ଆମେମାନେ ତ ସେହି କୂପର ଜଳ ଦ୍ୱାରା ଅଟା ଚକଟି ଦେଲୁଣୁ। ଆମେମାନେ ନିଜର ପାଳିତ ଜୀବମାନଙ୍କୁ ମଧ୍ୟ ଜଳପାନ କରାଇ ଦେଲୁଣୁ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ହେ ଲୋକମାନେ, ତୁମେମାନେ ଯେଉଁ ଅଟା ଚକଟିଛ ତାହାକୁ ଫୋପାଡ଼ି ଦିଅ ଓ ତୁମ ନିକଟରେ ଯେଉଁ ଜଳ ରହିଛି ଅର୍ଥାତ୍ ସେହି କୂପରୁ ଯେଉଁ ଜଳ ସଂଗ୍ରହ କରି ତାକୁ ଗଚ୍ଛିତ ରଖିଛ ତାହାକୁ ଢାଳି ଦିଅ। ସେହିପରି ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ଯେଉଁ ଅଟା ତୁମେ ଚକଟି ଦେଇଛ ତାହାକୁ ଫୋପାଡ଼ି ଦିଅ, କାରଣ ଏହି ସମ୍ପ୍ରଦାୟ ଉପରେ ଆଲ୍ଲାହ ତାଆଲାଙ୍କର କୋପ ଅବତୀର୍ଣ୍ଣ ହୋଇଥିଲା, ଶାସ୍ତି ଅବତୀର୍ଣ୍ଣ ହୋଇଥିଲା। ଗୋଟିଏ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ହେ ସାହାବାମାନେ, ତୁମେମାନେ ଏହି କୂପରୁ ଜଳପାନ କରିବ ନାହିଁ କି ସେହି ଜଳରୁ ୱଜୁ କରିବ ନାହିଁ। ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ଯେଉଁ ଅଟା ତୁମେ ଚକଟି ଦେଇଛ ତାହାକୁ ଓଟମାନଙ୍କୁ ଖୁଆଇ ଦିଅ। ସେହିପରି ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ହେ ସାହାବାମାନେ, ତୁମେମାନେ ଏହି କୂପରୁ ଜଳ ନିଅ ନାହିଁ, ବରଂ ସେହି କୂପରୁ ଜଳ ସଂଗ୍ରହ କର ଯେଉଁ କୂପରୁ ହଜରତ ସାଲେ ରଜିୟଲ୍ଲାହୁଙ୍କର ଓଟ ଜଳପାନ କରିବା ନିମନ୍ତେ ଆସୁଥିଲା। ବୁଖାରୀର ପାଦଟିକାରେ ଇବ୍ନେ ହଜର ଅସ୍କଲାନୀଙ୍କ ବର୍ଣ୍ଣନା ଅନୁଯାୟୀ ଉଲ୍ଲେଖ ରହିଛି, ସେହି କୂପ ହଜରତ ସାଲେ ରଜିୟଲ୍ଲାହୁଙ୍କ ଓଟ ଜଳପାନ ସେହି କୂପରୁ ହଜରତ ସାଲେ ରଜିୟଲ୍ଲାହୁଙ୍କର ଓଟ ଜଳପାନ କରୁଥିଲା। ଗୋଟିଏ ବର୍ଣ୍ଣନା ଅନୁଯାୟୀ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଯେତେବେଳେ ହିଜର ନାମକ ସ୍ଥାନ ଦେଇ ଅତିକ୍ରମ କଲେ, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ହେ ସାହାବାମାନେ, ତୁମେମାନେ ସେହି ଲୋକମାନଙ୍କର ବସ୍ତିରେ ପ୍ରବେଶ କର ନାହିଁ ଯେଉଁମାନେ ଅତ୍ୟାଚାର କରିଥିଲେ, କିନ୍ତୁ ତୁମେମାନେ କାନ୍ଦୁଛ ଅର୍ଥାତ୍ ରୋଦନ କରି ଅତିକ୍ରମ କରିଯାଅ ଓ ଏଠାରୁ ଦୁଆ କରିବା ଅବସ୍ଥାରେ ଅତିକ୍ରମ କରିଯାଅ, କାରଣ ସେମାନେ ଯେଉଁ ବିପତ୍ତିର ସମ୍ମୁଖୀନ ହୋଇଛନ୍ତି ତୁମେ ସେହି ବିପତ୍ତିର ସମ୍ମୁଖୀନ ନ ହୁଅ।
पुनश्च हुजूर सल्लल्लाहु अलैहि वसल्लम निज चदररू निजर पवित्र मुखକୁ ଘୋଡ଼ାଇ ନେଲେ ଓ ନିଜ ବାହନକୁ ତୀବ୍ର କରିନେଲେ, ଅର୍ଥାତ୍ ତାହାର ବେଗକୁ ବଢ଼ାଇ ଦେଲେ। ହିଜର କହିଲେ ଏକ ଅଞ୍ଚଳ ବା ଏକ ସ୍ଥାନ। ହିଜରର ପରିଚୟ ହେଉଛି ମଦିନାରୁ ତବୁକ ଅଭିମୁଖେ ଯେଉଁ ମାର୍ଗ ରହିଛି ସେହି ମାର୍ଗରେ ତାହା ପଡ଼ିଥାଏ। ସେଠାରେ ହଜରତ ସାଲେହ ରଜିୟଲ୍ଲାହୁଙ୍କର ସମ୍ପ୍ରଦାୟ ବସବାସ କରୁଥିଲା। ସେହି ଅଞ୍ଚଳକୁ ହିଜର କୁହାଯାଏ। ଆଜିକାଲି ଏହି ଅଞ୍ଚଳ ମଦାୟନ ସାଲେହ ନାମରେ ଜଣାଶୁଣା। ଆଲ୍ଲାହ ତାଆଲା ସେହି ଜାତିକୁ ଅଜସ୍ର ପୁରସ୍କାର ପ୍ରଦାନ କରିଥିଲେ। ତାହା ଅତ୍ୟନ୍ତ ଶସ୍ୟଶ୍ୟାମଳ, ସବୁଜିମା, କୃଷି ଉପଯୋଗୀ ଓ ଝରଣାମାନରେ ଭରପୁର ଅଞ୍ଚଳ ଥିଲା, ଯେଉଁଠାରେ କି ଉଦ୍ୟାନମାନ ରହିଥିଲା ଓ ସେଠାକାର ଅଧିବାସୀ ମଧ୍ୟ ବେଶ ପୋଟେନ୍ସିଆଲ ଥିଲେ। ଏପର୍ଯ୍ୟନ୍ତ କି ସେହି ଲୋକମାନଙ୍କର କଳା କୌଶଳ ଅଭିଜ୍ଞତା ବେଶ ଉର୍ଦ୍ଧ୍ୱରେ ରହିଥିଲା। ସେମାନେ ପର୍ବତରେ ଘର ନିର୍ମାଣ କରି ରହୁଥିଲେ। ହଜରତ ସାଲେହ ହଜରତ ସାଲେହ ଆଲୈହିସଲାମ ଯିଏକି ଜଣେ ନବୀ ଥିଲେ, ତାଙ୍କୁ ଆଲ୍ଲାହ ତାଆଲା ଗୋଟିଏ ଓଟ ନିଦର୍ଶନ ସ୍ୱରୂପ ପ୍ରଦାନ କରିଥିଲେ, ଯାହାକୁ ସେ ଧର୍ମ ପ୍ରଚାର ନିମନ୍ତେ ବ୍ୟବହାର କରୁଥିଲେ। ତା ଉପରେ ଆରୋହଣ କରି ଯାତ୍ରା କରି ସେ ବିଭିନ୍ନ ଅଞ୍ଚଳକୁ ଯାଉଥିଲେ, ଆଲ୍ଲାହ ତାଆଲାଙ୍କ ବାର୍ତ୍ତା ପହଞ୍ଚାଉଥିଲେ ଲୋକମାନଙ୍କ ନିକଟରେ। କିନ୍ତୁ ସେହି ଅଞ୍ଚଳର ଲୋକମାନେ, ତାଙ୍କ ସମ୍ପ୍ରଦାୟର ଲୋକମାନେ ତାର ଗୋଛି କାଟି ଦେଇଥିଲେ, ଯାହାଫଳରେ ଆଲ୍ଲାହ ତାଆଲା ସେମାନଙ୍କ ଉପରେ ଶାସ୍ତି ଅବତୀର୍ଣ୍ଣ କରିଥିଲେ ଓ ସେହି ଜାତିକୁ ଧ୍ୱଂସ କରିଦେଇଥିଲେ, ଯାହାର ଚର୍ଚ୍ଚା ପବିତ୍ର କୁରାନରେ ମଧ୍ୟ ଉଲ୍ଲିଖିତ ରହିଛି ଆଉ ତାହା ସୁରେ ହିଜର ନାମରେ ସୁପରିଚିତ। ଏହି ଯାତ୍ରାରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର ଓଟ କୁଶୱା ହଜିଯାଇଥିଲା। ସେଥି ସଂକ୍ରାନ୍ତରେ ମଧ୍ୟ ବର୍ଣ୍ଣନା ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଓଟକୁ ଖୋଜିବା ନିମନ୍ତେ ସାହାବାମାନେ ବାହାରିଗଲେ। ସେହି ସାହାବାମାନଙ୍କ ମଧ୍ୟରେ ହଜରତ ଅମ୍ମାରା ବିନ୍ ହିଜମ ରଜିୟଲ୍ଲାହୁ ମଧ୍ୟ ସାମିଲ ଥିଲେ। ସେ ବୈତେ ଅକବାରେ ସାମିଲ ହୋଇଥିଲେ। ସେ ଜଣେ ବଦରୀ ସାହାବୀ ଥିଲେ। ହଜରତ ଅମ୍ମାରା ରଜିୟଲ୍ଲାହୁ ଶିବିର ମଧ୍ୟରେ ଜୈଦ ବିନ୍ ସଲତ ନାମକ ଜଣେ ବ୍ୟକ୍ତି ସହିତ ଥିଲେ। ସେହି ବ୍ୟକ୍ତିର ସମ୍ପର୍କ ୟହୁଦୀ ସମ୍ପ୍ରଦାୟ ବନୁ କେନକା ସହିତ ଥିଲା। ସେ ନିଜେ ମଧ୍ୟ ୟହୁଦୀ ଥିଲା, କିନ୍ତୁ ନିଜକୁ ମୁସଲମାନ ବୋଲାଉଥିଲା। ଅସଲରେ ସେ ଜଣେ କପଟ ବିଶ୍ୱାସୀ ଥିଲା। ତାହାର ବିଶ୍ୱାସ ସମ୍ପୂର୍ଣ୍ଣ ରୂପେ ଦୃଢ଼ୀଭୂତ ହୋଇନଥିଲା। ସେହିପରି ଏଠାରେ ମଧ୍ୟ ତାହାର ପରିପ୍ରକାଶ ହେଲା। ତାହାର ବର୍ଣ୍ଣନା ଏହିକି ଯେ ଜୈଦ ଶିବିରବାସୀଙ୍କୁ କହିଲେ, ହେ ଶିବିରବାସୀ, କ'ଣ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଏହା ଦାବି କରୁଛନ୍ତି ଯେ ସେ ଆଲ୍ଲାହ ତାଆଲାଙ୍କର ବାର୍ତ୍ତାବହ, ଆଉ ଏଭଳି ସ୍ଥିତିରେ ତାଙ୍କର ଓଟ କୁଶୱା ଯାହାକି ହଜିଯାଇଛି ଏବଂ ସେଥି ସଂକ୍ରାନ୍ତରେ ତାଙ୍କୁ କିଛି ବି ଜଣା ନାହିଁ ଯେ ସେ କେଉଁଆଡ଼େ ବା କେଉଁଠି ଅଛି, ତେବେ ସେ ନିଜକୁ କିପରି ଆଲ୍ଲାହଙ୍କର ବାର୍ତ୍ତାବହ ବୋଲି କହୁଛନ୍ତି? ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିକଟରେ ଏହି ଖବର ପହଞ୍ଚିଲା, ସେତେବେଳେ ହୁଜୁର କହିଲେ, ନିଶ୍ଚିତ ରୂପେ ମୁଁ ଆଲ୍ଲାହ ତାଆଲାଙ୍କର ବାର୍ତ୍ତାବହ ଏବଂ ମୋତେ ତାହା ବ୍ୟତୀତ ଅନ୍ୟ କିଛି ଜଣା ନାହିଁ, ଯାହାକି ଆଲ୍ଲାହ ତାଆଲା ମୋତେ ସୂଚନା ଦିଅନ୍ତି। ମୁଁ ଅଦୃଷ୍ଟ ବିଷୟ ସମ୍ପର୍କରେ କିଛି ବି ଜାଣେ ନା। କିଛି ସମୟ ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଆଲ୍ଲାହ ତାଆଲା ସୂଚନା ପ୍ରଦାନ କଲେ, ଯାହାଫଳରେ ହୁଜୁର ଘୋଷଣା କଲେ ଯେ ନିଃସନ୍ଦେହରେ ସେହି ଓଟଟି ଅମୁକ ଘାଟିରେ ରହିଛି। ଅର୍ଥାତ୍ ହୁଜୁର ଇଙ୍ଗିତ କରି କହିଲେ ଯେ ସେଠାରେ କୁଶୱା ରହିଛି ଓ ତାହାକୁ ଆଣିବା ପାଇଁ ହୁଜୁର ସାହାବାମାନଙ୍କୁ ସେହି ଆଡ଼କୁ ପ୍ରେରଣ କରିଦେଲେ। ତେବେ ସେହି କପଟ ବିଶ୍ୱାସୀର କଥା ଶୁଣି ଆଲ୍ଲାହ ତାଆଲା ତୁରନ୍ତ ନିଜ ପ୍ରିୟ ଅବତାର ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଉପରେ ଐଶୀବାଣୀ ସ୍ୱରୂପ ଏହା ପ୍ରକାଶ କରିଦେଇଥିଲେ ଯେ ସେହି ଓଟଟି କେଉଁଠାରେ ରହିଛି। ତେବେ ସାହାବାମାନେ ଯେତେବେଳେ ଯାଇ ସେଠାରେ ପହଞ୍ଚିଲେ, ସେଠାରେ ସେମାନେ ସେହି ଓଟଟିକୁ ପାଇଲେ ଓ ତାକୁ ଧରି ସାଥିରେ ନେଇ ଆସିଲେ। ପୁନଶ୍ଚ ହଜରତ ଅମ୍ମାରା ରଜିୟଲ୍ଲାହୁ ନିଜର ଶିବିର ଅଭିମୁଖେ ଗଲେ ଓ କହିଲେ, ଆଲ୍ଲାହ ତାଆଲାଙ୍କ ଶପଥ କରି କହୁଛି ଯେ ଆଜି ଏକ ଅଦ୍ଭୁତ ଘଟଣା ଘଟିଲା। ବର୍ତ୍ତମାନ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଗୋଟିଏ କଥା କହିଲେ, ଯେଉଁ କଥା ଆଲ୍ଲାହ ତାଆଲା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଅବଗତ କରାଇଦେଲେ। ହଜରତ ଅମ୍ମାରା ରଜିୟଲ୍ଲାହୁ ଶିବିର ମଧ୍ୟରୁ ଜଣେ ବ୍ୟକ୍ତି କହିଲା, ମୁଁ ଆଲ୍ଲାହ ତାଆଲାଙ୍କ ରାଣ ଖାଇ କହୁଛି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଯେଉଁ କଥା ବର୍ତ୍ତମାନ କହିଲେ, ଆଲ୍ଲାହ ତାଆଲା ତାହାଙ୍କୁ ସୂଚିତ କରିଦେଇଥିଲେ,
ଯାହାଫଳରେ ହୁଜୁର ଏଭଳି ସଠିକ୍ କଥା ବା ତଥ୍ୟ ପ୍ରଦାନ କଲେ ଓ ତାହା ବାସ୍ତବରେ ସେଇଠାରେ ହିଁ ଥିଲା ଓ ଆମକୁ ତାହା ମିଳିଗଲା, ଅର୍ଥାତ୍ ଓଟଟି ମିଳିଗଲା। ତାପରେ ଅମାରା ଜୈଦକୁ ସମ୍ବୋଧିତ କରି କହିଲେ, ହେ ଜୈଦ, ଭବିଷ୍ୟତରେ ତୁମେ ମୋ ସହିତ କିଛି ସମ୍ପର୍କ ରଖିବ ନାହିଁ। କେତେକ ଲୋକମାନଙ୍କର ଏହି ଧାରଣା ରହିଛି ଯେ ଜୈଦ ପରବର୍ତ୍ତୀ ସମୟରେ କ୍ଷମା ଯାଚନା କରିନେଲା ଓ ଆଉ କେତେକ ଧାରଣା ରହିଛି ଯେ ଜୈଦ ପୂର୍ବବତ ନିଜର ଉପଦ୍ରବମୂଳକ କାର୍ଯ୍ୟରେ ଲିପ୍ତ ରହିଥିଲା ଓ ଏହି ଅବସ୍ଥାରେ ଅର୍ଥାତ୍ କପଟ ବିଶ୍ୱାସ କରିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲା। ଏହି ଯାତ୍ରାରେ ମୁସଲମାନମାନଙ୍କ ନିକଟରେ ରହିଥିବା ପାଥେୟ ଅର୍ଥାତ୍ ଖାଦ୍ୟ ସାମଗ୍ରୀ ରାସନ ସଂକ୍ରାନ୍ତରେ ମଧ୍ୟ ଉଲ୍ଲେଖ ରହିଛି ଯେ ଯେହେତୁ ଯାତ୍ରା ସୁଦୀର୍ଘ ଥିଲା, ରାସନ ଖୁବ୍ କମ୍ ଥିଲା, ତେଣୁ ମାର୍ଗରେ କ୍ଷୁଧାଭାବ ସୃଷ୍ଟି ହେଲା। ମୁସଲମାନମାନଙ୍କୁ ଅତିଶୟ କ୍ଷୁଧା ଯୋଗୁଁ ସେମାନେ ଅଥୟ ହୋଇ ପଡ଼ିଥିଲେ। ଫଳରେ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸଲ୍ଲମଙ୍କ ଠାରୁ ନିଜ ଜଳ ସଂଗ୍ରହ କରୁଥିବା ଓଟଗୁଡ଼ିକୁ ଜେବାହ କରିବାର ଅନୁମତି ମାଗିଲେ ଯେ ମୁସଲମାନମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି, ତାଙ୍କ କ୍ଷୁଧା ନିବାରଣ କରିବା ପାଇଁ ଆଉ ଆମ ପାଖରେ ରାସନ ତ ନାହିଁ, ତେଣୁକରି ଏହି ଜଳ ସଂଗ୍ରହ କରୁଥିବା ଓଟଗୁଡ଼ିକୁ ଆମେ ଜବାହ କରି ସେବନ କରିପାରିବା। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸଲ୍ଲମ ତାହାର ସ୍ୱୀକୃତି ପ୍ରଦାନ କରିଦେଇଥିଲେ। କିନ୍ତୁ ଯେତେବେଳେ ହଜରତ ଉମର ରଜିୟଲ୍ଲାହୁ ଏହି ଖବର ମିଳିଲା, ସେତେବେଳେ ସେ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ଉପସ୍ଥିତ ହେଲେ ଓ ପରାମର୍ଶ ଦେଲେ ଯେ ଏପରି କରିବା ଦ୍ୱାରା ଆମ ବାହନଗୁଡ଼ିକର ସଂଖ୍ୟା ହ୍ରାସ ଘଟିବ। ତେଣୁ ସେ ଏକ ଉତ୍ତମ ପରାମର୍ଶ ଦେଲେ ଯେ ସାହାବାମାନଙ୍କୁ କୁହନ୍ତୁ, ଆଦେଶ ଦିଅନ୍ତୁ ଯେ ତାଙ୍କ ନିକଟରେ ଯାହା କିଛି ଅବଶିଷ୍ଟ ରାସନ ରହିଯାଇଛି, ବଳକା ରହିଯାଇଛି, ତାହାକୁ ଏକତ୍ରିତ କରନ୍ତୁ ଆଉ ସେଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸಲ್ಲମ କଲ୍ୟାଣର ଦୁଆ କରନ୍ତୁ। ଅତଏବ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸಲ್ಲମ ଏହି ପରାମର୍ଶକୁ ଉଚିତ ମଣିଲେ ଓ ଏହିପରି ହିଁ ସାହାବାମାନଙ୍କୁ କରିବାକୁ କହିଲେ। ବସ୍ତୁତଃ ଏହିପରି ହିଁ କରାଗଲା ଓ ଜମା ହୋଇଥିବା କିଛି ରାସନ ଉପରେ ହୁଜୁର ଦୁଆ କଲେ। ଫଳତଃ ସେହି ରାସନରେ ଏଭଳି ଅଭିବୃଦ୍ଧି ଘଟିଲା ଯେ ସଭିଏଁ ସେବନ କଲେ ଓ ତୃପ୍ତ ହୋଇଗଲେ। ତାପରେ ମଧ୍ୟ ରାସନ ବଞ୍ଚି ରହିଥିଲା। ଏହି ଯାତ୍ରାରେ ଅନେକ ଏପରି ଘଟଣା ଘଟିଥିଲା ଯେଉଁଥିରୁ ଭିନ୍ନ ଭିନ୍ନ ପରିଣାମ ଓ କଥା ଉଦ୍ଧୃତ ହୋଇଥାଏ। ଉଦାହରଣ ସ୍ୱରୂପ, ଦୁଇ ଜଣ ବ୍ୟକ୍ତି ମଧ୍ୟରେ ଲଢ଼େଇ ହେଲା। ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କର ହାତ କାମୁଡ଼ି ଦେଲା ଓ ଯେତେବେଳେ ଅନ୍ୟ ଜଣେ ବ୍ୟକ୍ତି ନିଜ ହାତ ଟାଣି ନେଲା, ଅର୍ଥାତ୍ ଦ୍ୱିତୀୟ ବ୍ୟକ୍ତି ନିଜ ହାତକୁ ଟାଣି ନେଲା, ଝିଙ୍କି ନେଲା, ସେତେବେଳେ ପ୍ରଥମ ବ୍ୟକ୍ତିର ଦାନ୍ତ ଭାଙ୍ଗିଗଲା। ତେଣୁ ସେହି ବ୍ୟକ୍ତି ଜଣକ ଅର୍ଥାତ୍ ପ୍ରଥମ ବ୍ୟକ୍ତି ଜଣକ ନିଜ ଦାନ୍ତ ଭାଙ୍ଗି ଯିବାର କ୍ଷତିପୂରଣ ଦାବି କଲା, ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ଉପସ୍ଥିତ ହୋଇ ଫେରାଦ କଲା। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸಲ್ಲମ ତାହାକୁ ରଦ୍ଦ କରିଦେଲେ ଓ କହିଲେ, କ'ଣ ସେ ତାହାର ହାତ ତୁମ ମୁଖରେ ରହିବାକୁ ଦେଇଥାନ୍ତା, ଯଦ୍ୱାରା ତୁମେ ତାହାକୁ ଚୋବେଇ ଦେଇଥାନ୍ତ, ଯେପରିକି ତାହାର ହାତ କୌଣସି ଓଟ ମୁହଁରେ ରହିଛି? ସୁତରାଂ କ୍ଷତିପୂରଣର ହକଦାର କିଏ, ତାହାର ନିଷ୍ପତ୍ତି ମଧ୍ୟ ବାସ୍ତବରେ ଓ ସାକ୍ଷୀମାନଙ୍କ ଉପରେ ନିର୍ଭର କରିଥାଏ। ଏହିପରି ଘଟଣାବଳୀ ମଧ୍ୟରୁ ଅନ୍ୟ କେତେକ ଘଟଣାବଳୀ ମଧ୍ୟ ରହିଛି। ଉଦାହରଣ ସ୍ୱରୂପ, ଅବୁ ହମିଦ ସାଦି ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ତବୁକ୍ ଯୁଦ୍ଧରେ ଯାତ୍ରା କରିବା ସମୟରେ କୁରାନ୍ ନାମକ ଏକ ଉପତ୍ୟକାରେ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸಲ್ಲମ ପହଞ୍ଚିଲେ, ସେତେବେଳେ ସେଠାରେ ଖଜୁରୀ କୋଳିର ଏକ ଉଦ୍ୟାନ ରହିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸಲ್ಲମ ନିଜର ସାହାବାମାନଙ୍କୁ କହିଲେ, ହେ ସାହାବାମାନେ, ତୁମେମାନେ ଟିକେ ଆକଳନ କରି କୁହ ଯେ ଏହି ଖଜୁର କେତେ ପରିମାଣ ରହିଛି। ପ୍ରତି ଉତ୍ତରରେ ସମସ୍ତ ସାହାବାମାନେ ଆକଳନ କଲେ ଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ವಸಲ್ಲମ ମଧ୍ୟ ଆକଳନ କଲେ ଯେ ସମ୍ଭବତଃ ଏହା 10 ଓସକ୍ ହେବ, ଅର୍ଥାତ୍ ପ୍ରାୟ 1800 କିଲୋଗ୍ରାମ। ତାପରେ ସାହାବାମାନେ ସେହି ଉଦ୍ୟାନର ମାଲିକାଣୀକୁ କହିଲେ, ତୁମେ ଯେତେବେଳେ ଉଦ୍ୟାନରୁ ଫଳ ତୋଳିବ ତାହାକୁ ଓଜନ କରି ମନେ ରଖିବ, ଆଉ ଯେତେବେଳେ ଆମେ ତବୁକ୍ ଯୁଦ୍ଧରୁ ଫେରିବୁ ସେତେବେଳେ ଅର୍ଥାତ୍ ପ୍ରତ୍ୟାବର୍ତ୍ତନ କରିବା ସମୟରେ ତୁମକୁ ସେଥି ସଂକ୍ରାନ୍ତରେ ପଚାରିବୁ ଯେ ତୁମେ କେତେ ଫଳ ତୋଳିଥିଲ, ସଂଗ୍ରହ କରିଥିଲ। ତେବେ ଯେତେବେଳେ ମୁସଲମାନ ସେନାବାହିନୀ ତବୁକ୍ ଯୁଦ୍ଧରୁ ପ୍ରତ୍ୟାବର୍ତ୍ତନ କଲେ ଓ ସେହି ସ୍ଥାନ ମଧ୍ୟ ଦେଇ ଅତିକ୍ରମ କଲେ, ସେତେବେଳେ ସେହି ମହିଳାଙ୍କୁ ପଚାରିଲେ ଯେ
ତୁମେ କେତେ ଫଳ ସଂଗ୍ରହ କରିଥିଲ ନିଜ ଉଦ୍ୟାନରୁ? ସେତେବେଳେ ସେ ସେହି ପରିମାଣ କହିଥିଲେ ଯାହାକି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆକଳନ କରିଥିଲେ, ଅର୍ଥାତ୍ 10 ଓସକ୍ 1800 କିଗ୍ରାର ସେ ଫଳ ସଂଗ୍ରହ କରିଥିଲେ। ତେବେ ଏହିଭଳି ଅଦ୍ଭୁତପୂର୍ଣ୍ଣ ଘଟଣା ଏହି ଯାତ୍ରାରେ ଘଟିଥିଲା ଯାହାକି ହଦିସରେ ବର୍ଣ୍ଣିତ ରହିଛି। ସେହିପରି ଉଲ୍ଲେଖ ରହିଛି ଯେ ତବୁକ୍ ଯୁଦ୍ଧରୁ ଯେତେବେଳେ ସାହାବାମାନେ ପ୍ରତ୍ୟାବର୍ତ୍ତନ କରୁଥିଲେ ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଅବୁ ହମିଦ, ତୁମେ ସତର୍କ ରହିବ, ଆଜି ରାତିରେ ପବନ ଝଡ଼ ହେବାର ସମ୍ଭାବନା ରହିଛି। କେହି ବି ବାହାରେ ଯେପରି ଛିଡ଼ା ନ ରହୁ। ଯେଉଁ ବ୍ୟକ୍ତି ସହିତ ଓଟ ରହିଛି ସେ ନିଜ ଓଟର ଡୋର ଦଉଡ଼ି ଖୁଣ୍ଟିରେ ବାନ୍ଧି ଦେଉ। କୌଣସି ବ୍ୟକ୍ତି ଯଦି ବାହାରକୁ ଯିବାର ଆବଶ୍ୟକତା ପଡ଼େ ତେବେ ତା ସହିତ ଅନ୍ୟ ଜଣେ ସାଥୀକୁ ସେ ନେଇଯାଉ, ଏକୁଟିଆ ନ ଯାଉ। ଏହିପରି ପ୍ରତୀତ ହେଉଛି ଯେପରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଝଡ଼ ତୋଫାନକୁ ଆକଳନ କରିନେଇଥିଲେ। ଯେଭଳି ଆଜିକାଲି ପାଗର ପୂର୍ବାନୁମାନ କରାଯାଉଛି ସେହିଭଳି ହୁଜୁର ତାହାର ପୂର୍ବାନୁମାନ କରି ସାହାବାମାନଙ୍କୁ ସତର୍କ କରାଯାଇଥିଲେ ଓ ସାହାବାମାନେ ମଧ୍ୟ ସେହିପରି କରିଥିଲେ ଓ ସେହି ଝଡ଼ ତୋଫାନ ପୂର୍ଣ୍ଣ ରାତ୍ରିରୁ ତାହାର ନିର୍ବିପାତରୁ ସେମାନେ ରକ୍ଷା ପାଇଥିଲେ। ସେହିପରି ଆଉ ଏକ ବର୍ଣ୍ଣନା ବର୍ଣ୍ଣିତ ରହିଛି ଯେ ବନୁ ସାଦର 2 ଜଣ ବ୍ୟକ୍ତି ଏହି ଆଦେଶବଳୀ ଉପରେ ଅନୁକରଣ କଲେ ନାହିଁ। ଜଣେ ବ୍ୟକ୍ତି ମଇଦାନ ଯିବା ନିମନ୍ତେ ବାହାରିଲା, ଅର୍ଥାତ୍ ଶୌଚ ହେବା ପାଇଁ ବାହାରିଲା ଓ ଏଥିପାଇଁ ସେ ଏକୁଟିଆ ଚାଲିଗଲା। ଯେଉଁ ବ୍ୟକ୍ତି ଓ ପରବର୍ତ୍ତୀ ସମୟରେ ତାହାକୁ ଖନ୍ନାକ ନାମକ ରୋଗ ଗ୍ରାସ କରିଥିଲା, ଅର୍ଥାତ୍ ସେହି ରୋଗରେ ସେ ପୀଡ଼ିତ ହୋଇଥିଲା। ସେହିପରି ଯେଉଁ ବ୍ୟକ୍ତି ନିଜର ଓଟକୁ ଖୋଜିବା ନିମନ୍ତେ ବାହାରିଥିଲା ତାହାକୁ ଦ୍ରୁତ ପବନ ଉଡ଼ାଇ ନେଇଥିଲା ଓ ତେ ନାମକ ପର୍ବତରେ ଫିଙ୍ଗି ଦେଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଯେତେବେଳେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଲା ସେତେବେଳେ ହୁଜୁର କହିଲେ, ମୁଁ ତୁମମାନଙ୍କୁ ପୂର୍ବରୁ କହିଥିଲି ଯେ ତୁମେମାନେ ଏପରି କରିବ ନାହିଁ, ହେଲେ ତୁମେମାନେ ମୋ କଥା ମାନିଲ ନାହିଁ ଓ ଏଭଳି ଅସୁବିଧାର ସମ୍ମୁଖୀନ ହେଲ। ସେହିପରି ଆଉ ଏକ ବର୍ଣ୍ଣନା ଉଲ୍ଲେଖ ରହିଛି ଯେ ସେହି ଝଡ଼ ତୋଫାନ ପୂର୍ଣ୍ଣ ରାତ୍ରିରେ ଯେତେବେଳେ ଲୋକମାନେ ସକାଳେ ଉଠିଲେ ସେତେବେଳେ ସେମାନଙ୍କ ନିକଟରେ ଜଳ ଉପସ୍ଥିତ ନଥିଲା। ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ହାଜର ହେଲେ ଓ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମ ନିକଟରେ ଜଳ ନାହିଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଦୁଆ କଲେ, ଆଲ୍ଲାହ ତାଆଲା ଏକ ମେଘ ପ୍ରେରଣ କଲେ ଏବଂ ସେହି ବର୍ଷା ଦ୍ୱାରା ଲୋକମାନେ ନିଜର ଜଳପାତ୍ର ଗୁଡ଼ିକୁ ପୂର୍ଣ୍ଣ କରିନେଲେ, ଜଳ ଗଚ୍ଛିତ କରିନେଲେ। ତେବେ ତବୁକ୍ ଯୁଦ୍ଧର ଏହି ଯାତ୍ରାରେ ସାହାବାମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଦୁଆର ଚମତ୍କାର ଦେଖିଥିଲେ। ହଜରତ ଇବ୍ନେ ଆବ୍ବାସ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହଜରତ ଉମର ବିନ୍ ଖତ୍ତାବ ରଜିୟଲ୍ଲାହୁଙ୍କୁ ଏହା କୁହାଗଲା ଯେ ଆପଣ ଆମମାନଙ୍କୁ ତବୁକ୍ ଯୁଦ୍ଧ ସଂକ୍ରାନ୍ତରେ କିଛି କୁହନ୍ତୁ। ସେତେବେଳେ ହୁଜୁର କହିଲେ, ଶୁଣ, ସମ୍ଭବତଃ ଆମେମାନେ ଗ୍ରୀଷ୍ମ ଋତୁରେ ତବୁକ୍ ଯୁଦ୍ଧ ନିମନ୍ତେ ବାହାରି ଯାଇଥିଲୁ। ଆମେ ଏକ ସ୍ଥାନରେ ଶିବିର ଲଗାଇଥିଲୁ। ଆମମାନଙ୍କୁ ଶୋଷ ଲାଗିଲା, ଏପର୍ଯ୍ୟନ୍ତ କି ଆମମାନଙ୍କୁ ଏପରି ଅନୁଭୂତ ହେଲା ଯେପରି ଆମର ତଣ୍ଟି କଟିଯିବ, ଛିଡ଼ିଯିବ। ଏପରି ଅବସ୍ଥାରେ ଜଣେ ବ୍ୟକ୍ତି ଜଳସନ୍ଧାନ କରିବାକୁ ବାହାରିଲା, ଆଉ ସେ ଆମ ଗହଣକୁ ଫେରିଲା ନାହିଁ। ଅତଏବ ଆମେମାନେ ଏହା ମନେ କଲୁ ଯେ ସମ୍ଭବତଃ ସେ ମୃତ୍ୟୁବରଣ କରିଛି। ଜଣେ ବ୍ୟକ୍ତି ନିଜର ଓଟ ବଳିଦାନ ଦେଉଥିଲା ଓ ସେ ସେହି ଓଟର ପାକସ୍ଥଳୀରୁ ଜଳ ଚିପୁଡ଼ି ଜଳପାନ କରୁଥିଲା ଏବଂ ଏଭଳି ଅବସ୍ଥା ଉତ୍ପନ୍ନ ହୋଇଯାଇଥିଲା। ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ କୁହନ୍ତି, ଅର୍ଥାତ୍ ଏଭଳି ଅବସ୍ଥାରେ ହଜରତ ଅବୁ ବକର ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆଲ୍ଲାହ ତାଆଲା ଆପଣ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଦୁଆରେ ପୁଣ୍ୟ ରଖିଛନ୍ତି, ତେଣୁ ହୁଜୁର ଆମମାନଙ୍କ ସକାଶେ ଦୁଆ କରନ୍ତୁ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜର 2 ହସ୍ତକୁ ଉପରକୁ ଉଠାଇଲେ ଆଉ ନିଜର ହସ୍ତକୁ ତଳକୁ କରିନଥିଲେ ଯେ ଆକାଶରେ ମେଘ ଘୋଟିଗଲା, ମେଘାଚ୍ଛନ୍ନ ହୋଇଗଲା ଆକାଶ ଓ ବର୍ଷା ହେବା ଆରମ୍ଭ ହୋଇଗଲା। ଲୋକମାନେ ନିଜ ନିକଟରେ ଥିବା ପାତ୍ର ସବୁ ଘେନି ଆଣିଲେ ଓ ଜଳ ସଂଗ୍ରହ କରିବାକୁ ଲାଗିଲେ। ହଜରତ ମୁଆଜ ବିନ୍ ଜବଲ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଆମେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସହିତ ତବୁକ୍ ଯୁଦ୍ଧରେ ବାହାରିଥିଲୁ ଯେ ଯାତ୍ରାରେ ହିଁ ବର୍ଷା ହେଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନମାଜ ନିମନ୍ତେ ଅର୍ଥାତ୍ ନମାଜ ଏକତ୍ରିତ ପାଠ କରାଉଥିଲେ, ଅର୍ଥାତ୍ ଜୋହର, ଅସର, ମଗରିବ, ଇଶା ଏକତ୍ରିତ କରି ପାଠ କରାଉଥିଲେ। ଦିନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନମାଜ ବିଳମ୍ବରେ ପାଠ କରାଇଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବାହାରକୁ ଯେତେବେଳେ ଆସିଲେ ସେତେବେଳେ
ଜୋହର ଅସର ନମାଜ ଏକତ୍ରିତ କରି ପାଠ କରାଇଲେ। ପୁନଶ୍ଚ ହୁଜୁର ଭିତରକୁ ଚାଲିଗଲେ ଓ ପୁଣି ଯେତେବେଳେ ବାହାରକୁ ବାହାରିଲେ ସେତେବେଳେ ମଗରିବ ଓ ଇଶା ନମାଜ ଏକତ୍ରିତ କରି ପାଠ କରାଇଲେ। ଆଉ କହିଲେ, ହେ ସାହାବାମାନେ, କାଲି ଇନଶାଆଲ୍ଲାହ ତାଆଲା ତବୁକର ଝରଣା ନିକଟରେ ଆମେ ପହଞ୍ଚିଯିବା। ଯେପର୍ଯ୍ୟନ୍ତ ଭଲ ଭାବରେ ସକାଳ ହୋଇଯାଇ ନାହିଁ ସେ ପର୍ଯ୍ୟନ୍ତ ତୁମେମାନେ ସେହି ଝରଣା ନିକଟରେ ପହଞ୍ଚି ପାରିବ ନାହିଁ। ତେଣୁ ମୁଁ ଯେପର୍ଯ୍ୟନ୍ତ ଆସିଯାଇ ନାହିଁ ସେ ପର୍ଯ୍ୟନ୍ତ ତୁମମାନଙ୍କ ମଧ୍ୟରୁ ଯେ କେହି ସେହି ଝରଣା ପାଖରେ ଯଦି ପହଞ୍ଚେ ତେବେ ସେ ସେହି ଝରଣାର ଜଳକୁ ଆଦୌ ସ୍ପର୍ଶ କରିବ ନାହିଁ। ବର୍ଣ୍ଣନାକାରୀ କୁହନ୍ତି, ଆମେମାନେ ସେହି ଝରଣା ପାଖରେ ପହଞ୍ଚିଲୁ, କିନ୍ତୁ 2 ଜଣ ବ୍ୟକ୍ତି ଆମ ପୂର୍ବରୁ ସେଠାରେ ପହଞ୍ଚି ସାରିଥିଲେ ଓ ଝରଣାରୁ ଅଳ୍ପ କିଛି ଜଳ ସଂଗ୍ରହ କରି ନେଇଥିଲେ। ବର୍ଣ୍ଣନାକାରୀ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି 2 ଜଣ ବ୍ୟକ୍ତିକୁ ପଚାରିଲେ, କ'ଣ ତୁମେମାନେ ଏହି ଝରଣାର ଜଳକୁ ସ୍ପର୍ଶ କରିଛ? ସେମାନେ କହିଲେ, ଆଜ୍ଞା ହଁ, ଆମେ ତାହାକୁ ସ୍ପର୍ଶ କରିନେଇଛୁ। ହୁଜୁର ତାଙ୍କୁ କହିଲେ, ଆଲ୍ଲାହ ତାଆଲା ଯାହା ଚାହିଁଲେ ସେହିପରି ହିଁ କଲେ। ବର୍ଣ୍ଣନାକାରୀ କୁହନ୍ତି ଯେ ଲୋକମାନେ ସେହି ଝରଣାରୁ ନିଜ ହାତରୁ ଅଳ୍ପ ଅଳ୍ପ କରି ପାଣି ବାହାର କଲେ, ଏପର୍ଯ୍ୟନ୍ତ କି ଏକ ପାତ୍ରରେ କିଛି ପରିମାଣରେ ଜଳ ସଂଗ୍ରହ କରିନେଲେ। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ତହିଁରେ ନିଜର ଉଭୟ ହାତ ଓ ମୁଖ ଧୋଇଲେ। ଏତତ୍ ପରେ ଜଳକୁ ସେହି ଝରଣାରେ ପୁନଶ୍ଚ ଫିଙ୍ଗି ଦିଆଗଲା। ତାପରେ ଝରଣାର ଜଳସ୍ରୋତ ଏପରି ପ୍ରଖର ହୋଇଗଲା, ତୀବ୍ର ବେଗରେ ଜଳ ଝରିବାକୁ ଲାଗିଲା ଯେ ସମସ୍ତଙ୍କର ପେଟ ପୂରିଗଲା। ହଜରତ ମୁଆଜ ବିନ୍ ଜବଲ ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସମ୍ବୋଧିତ କରି କହିଲେ, ହେ ମୁଆଜ, ଯଦି ତୁମେ ଦୀର୍ଘାୟୁ ହେଲ ତେବେ ଦେଖିବ ଯେ ତବୁକ ଉପତ୍ୟକା ଉଦ୍ୟାନ ଠାରୁ ପରିପୂର୍ଣ୍ଣ ହୋଇଯିବ। ହଜରତ ମୁହମ୍ମଦ ବିନ୍ ଅବଦୁଲ୍ଲା ବାକି ଜରକାନି ଏହି ହଦିସର ବିବରଣୀ ଉଲ୍ଲେଖ କରିଛନ୍ତି। ଏହା ଅଦୃଷ୍ଟ ସୂଚନା ଥିଲା ଯାହା ପରବର୍ତ୍ତୀ ସମୟରେ ପୂରଣ ହୋଇଥିଲା। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ମୁଆଜ ରଜିୟଲ୍ଲାହୁଙ୍କର ଯେଉଁ ବିଶେଷ ଚର୍ଚ୍ଚା କରିଥିଲେ ତହିଁରେ ମଧ୍ୟ କୌଣସି ଅଦୃଷ୍ଟ ସୂଚନା ରହିଥିଲା ଓ ସେହିଠାରେ ହିଁ ତାଙ୍କର ଅର୍ଥାତ୍ ମୁଆଜଙ୍କର ବିୟୋଗ ହୋଇଥିଲା। ତହିଁରୁ ଏହା ପ୍ରତୀତ ହୁଏ ଯେ ହୁଜୁର ସଲ୍ଲଲ୍ଲାହୁଙ୍କର ଐଶୀ ବାଣୀକୁ ହଜରତ ମୁଆଜ ରଜିୟଲ୍ଲାହୁଙ୍କ ଉପରେ ପୂରଣ ହେବାର ଥିଲା, ଧାର୍ଯ୍ୟ ଥିଲା ଓ ସେହିପରି ସେହି ଅଞ୍ଚଳଟି ଉଦ୍ୟାନର ସମାହାର ପାଲଟି ଯାଇଥିଲା। ଇବ୍ନେ ୱଜା ଅବୁ ଅବଦୁଲ୍ଲା ଇବ୍ନେ ୱଜା, ଯାହାଙ୍କର ଜୀବନ କାଳ 119 ହିଜ୍ରୀରୁ 287 ହିଜ୍ରୀ ପର୍ଯ୍ୟନ୍ତ ଥିଲା, ସେ ଜଣେ ବିଖ୍ୟାତ ମୁହଦ୍ଦିସ୍ ଥିଲେ। ଜଣାଶୁଣା ହଦିସ୍ ବର୍ଣ୍ଣନାକାରୀ ଭାବରେ ସୁପରିଚିତ। ସେ କୁହନ୍ତି, ମୁଁ ସେହି ଝରଣାର ଆଖପାଖରେ ଥିବା ସମସ୍ତ ସ୍ଥାନକୁ ଦେଖିଛି। ବୃକ୍ଷର ସବୁଜିମା ଶସ୍ୟ ଶ୍ୟାମଳ ଏପରି ଥିଲା ଯେପରି ଏହି ପରମ୍ପରା ପ୍ରଳୟ ଦିବସ ପର୍ଯ୍ୟନ୍ତ ଅବ୍ୟାହତ ରହିଛି। ଏହିପରି ହୁଜୁର ସଲ୍ଲଲ୍ଲାହୁଙ୍କର ଭବିଷ୍ୟବାଣୀ ପୂରଣ ହୋଇଥିଲା। ଏଲ୍ସ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଜୀବନୀ ସମ୍ପର୍କରେ ତବୁକର ସେହି ଝରଣାର ଅତିରିକ୍ତ ବର୍ଣ୍ଣନା କରିଛନ୍ତି। ସରିୟା ବିଭାଗର ଅଧିପତି ଶେଖ ସାଲେ କହିଲେ, ଏହି ଝରଣା 2 ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ 1425 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଝରୁଥିଲା। ତେଣୁ ସେହି ଘଟଣାଟି ଉକ୍ତ ସମୟରେ ଘଟଣା। ପରବର୍ତ୍ତୀ ସମୟରେ ଯେତେବେଳେ ନଳକୂପ ଖନନ ହେବା ଆରମ୍ଭ ହେଲା ସେତେବେଳେ ଏହି ଝରଣାଟାର ଜଳ ନଳକୂପ ଆଡ଼କୁ ସ୍ଥାନାନ୍ତରିତ କରିଦିଆଗଲା। ପ୍ରାୟ 50ଟି ନଳକୂପ ବଣ୍ଟା ହୋଇଥିଲା ଓ ତାପରେ ସେହି ଝରଣାଟି ଶୁଷ୍କ ହୋଇଯାଇଥିଲା। ଏତତ୍ପରେ ଶେଖ ସାଲେ ଆମମାନଙ୍କୁ ଏକ ନଳକୂପ ଆଡ଼କୁ ନେଇଗଲେ, ଯେଉଁଠି ଆମେମାନେ ଦେଖିଲୁ ଯେ 4-5 ଇଞ୍ଚର ଏକ ନଳ ସଂଲଗ୍ନ ରହିଛି। କୌଣସି ଏକ ମେସିନ୍ ବିନା ସେହି ନଳରୁ ଦ୍ରୁତ ଗତିରେ ଜଳ ପ୍ରବାହ ହେଉଛି। ପ୍ରାୟତଃ ସମାନ ଅବସ୍ଥା ଏହି ନଳକୂପ ମାନଙ୍କର ଦର୍ଶାଯାଉଛି। ଏହା ନବୀଶ୍ରେଷ୍ଠ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଚମତ୍କାରିତା ଥିଲା, କଲ୍ୟାଣ ଥିଲା, ଯାହାକି ଅବ୍ୟାହତ ରହିଛି। ବାସ୍ତବତା ଏହିକି ଯେ ତବୁକ ଭୂମିର ଜଳ ଉଭୟ ସ୍ଥାନରୁ ଅର୍ଥାତ୍ ମଦିନା ଓ ଖୈବର ଅପେକ୍ଷା ମଧ୍ୟ ଅଧିକ ରହିଛି। ସେହି ଜଳରୁ ଉପକୃତ ହୋଇ ବର୍ତ୍ତମାନ ତବୁକ ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ଉଦ୍ୟାନ ରହିଛି ଓ ଏହି କାର୍ଯ୍ୟ ଅବ୍ୟାହତ ରହିଛି। ହୁଜୁର ସଲ୍ଲଲ୍ଲାହୁଙ୍କ ଭବିଷ୍ୟବାଣୀ ଅନୁଯାୟୀ ତବୁକ ଅଞ୍ଚଳ ଉଦ୍ୟାନରେ ପରିପୂର୍ଣ୍ଣ। ତବୁକ ଯୁଦ୍ଧରେ ପହରା ଦେବା ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସୁରକ୍ଷା ନିମନ୍ତେ
विशेष अंगरक्षी भावरे हजरत अब्बास बिन बिशर रजियतलाଙ୍କୁ ମୁତୟନ କରାଯାଇଥିଲା, ଯିଏକି ନିଜ ସାଥୀମାନଙ୍କ ସହିତ ସେନାର ଚତୁଃପାର୍ଶ୍ୱରେ ଗସ୍ତ କରୁଥିଲେ। ଏକଦା ସେ କହିଲେ, ହେ ଆଲ୍ଲାହଙ୍କ ରସୁଲ ସଲ୍ଲଲ୍ଲାହୁ ଆଲାଇହି वसल्लम, ଆମେ ରାତ୍ରିରେ ଗସ୍ତ କରିବା ସମୟରେ ତକବୀର ଅର୍ଥାତ୍ ଆଲ୍ଲାହୁ ଆକବରର ସ୍ଲୋଗାନ ଶୁଣୁଛୁ। କ'ଣ ମହାଭାଗ ଆମ ବ୍ୟତୀତ ଅନ୍ୟ କାହାକୁ ପହରା ଦେବା ପାଇଁ ମୁତୟନ କରିଛନ୍ତି? ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଉତ୍ତର ଦେଲେ, ନା, ମୁଁ ତୁମ ବ୍ୟତୀତ ଅନ୍ୟ କାହାକୁ ଏଥିପାଇଁ ନିଯୁକ୍ତ କରିନାହିଁ, କିନ୍ତୁ ସମ୍ଭବତଃ କିଛି ମୁସଲମାନ ନିଜ ଆଡ଼ୁ ସ୍ୱେଚ୍ଛାସେବୀ ଭାବରେ ପହରା ଦେଉଥିବେ। ଏଥିରେ ହଜରତ ସଲକାନ ବିନ୍ ସଲମା ରଜିୟତାଲ୍ଲାହୁ ଛିଡ଼ା ହେଲେ, ଯାହାଙ୍କୁ ଏଥି ନିମନ୍ତେ ମୁତୟନ କରାଯାଇନଥିଲା, କିନ୍ତୁ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ଅନାବିଳ ପ୍ରେମ ଯୋଗୁଁ ସେ ଏହି ସ୍ୱଇଚ୍ଛାରେ କାର୍ଯ୍ୟ ସମ୍ପାଦନ କରୁଥିଲେ, ଡ୍ୟୁଟି ଦେଉଥିଲେ। ସେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ନିଜର 10 ଜଣ ଅଶ୍ୱାରୋହୀମାନଙ୍କ ସହିତ ରାତିରେ ଏହି ଡ୍ୟୁଟି ନିମନ୍ତେ ବାହାରୁଛି ଓ ଆପଣଙ୍କ ମୁତୟନ ସୁରକ୍ଷାକର୍ମୀ ଦଳର ସୁରକ୍ଷା କରୁଛି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାଙ୍କୁ ଦୁଆ ଦେଇ କହିଲେ, ହେ ଆଲ୍ଲାହ, ତୁମ୍ଭ ମାର୍ଗରେ ସୁରକ୍ଷାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଲୋକମାନଙ୍କ ଉପରେ ଦୟା ଅବତୀର୍ଣ୍ଣ କର। ତୁମେ ଯେଉଁ ଲୋକମାନଙ୍କର ଅବା ଜୀବଜନ୍ତୁଙ୍କର ସୁରକ୍ଷା କରିଛ, ପ୍ରତ୍ୟେକ ଲୋକ ଓ ଜୀବଜନ୍ତୁ ଦଳରେ ତୁମକୁ ଗୋଟିଏ ଗୋଟିଏ କିରାତ ଅର୍ଥାତ୍ ଏକ ପର୍ବତ ସମ ପ୍ରତିଫଳ ପ୍ରଦାନ କରନ୍ତୁ। ତବୁକ ଯୁଦ୍ଧର ଯାତ୍ରା ସମୟରେ ଲୋକମାନଙ୍କର ଅବସ୍ଥା ଏପରି ଥିଲା ଯେ ପ୍ରତି ଅବସ୍ଥାରେ କିଛି ନା କିଛି ଲୋକ ପଛରେ ରହିଯାଉଥିଲେ। ଆଉ ସାହାବା କହୁଥିଲେ, ହୁଜୁର, ଆଜି ଅମକ ବ୍ୟକ୍ତି ପଛରେ ରହିଯାଇଛି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହୁଥିଲେ, ତାକୁ ଛାଡ଼, ଯଦି ତାହା ଦ୍ୱାରା କୌଣସି ଉପକାର ସାଧିତ ହେବାର ଥିବ, ଆଲ୍ଲାହ ତାଆଲାଙ୍କର ନିୟତ ଥିବ, ଧାର୍ଯ୍ୟ ଥିବ, ତେବେ ପ୍ରଭୁ ତାହାକୁ ତୁମ ସହିତ ସମ୍ମିଳିତ କରିଦେବେ। ଆଉ ଯଦି ଏତଦ୍ବ୍ୟତୀତ ଅନ୍ୟ କିଛି ନିହିତ ରହିଥିବ, ବିଧିର ବିଧାନ ଆଉ କିଛି ଥିବ, ତେବେ ଈଶ୍ୱର ତାହାଠାରୁ ତୁମକୁ ଉଦ୍ଧାର କରିଦେବେ। ଏହିପରି ଏକଦା ହଜରତ ଅବୁଜର ରଜିୟତାଲ୍ଲାହୁଙ୍କ ଓଟ ସମ୍ପୂର୍ଣ୍ଣ ରୂପେ ଅଳସୁଆ ହୋଇଗଲା। ଶେଷରେ ସେ ତାହାକୁ ଛାଡ଼ି ଅର୍ଥାତ୍ ମୁକ୍ତ କରିଦେଲେ ଓ ନିଜ ସାମଗ୍ରୀ ମୁଣ୍ଡେଇ ନେଇ ହୁଜୁର ସଲ୍ଲଲ୍ଲାହୁଙ୍କ ପଛେ ପଛେ ଯାତ୍ରା କରିବା ଆରମ୍ଭ କରିଦେଲେ। କିଛି ଦିନ ଯାତ୍ରା ପରେ ଏକ ସ୍ଥାନରେ ମୁସଲମାନମାନେ ଅବସ୍ଥାନ କରିଥିଲେ। ସେଠାରେ ମୁସଲମାନମାନେ ଦେଖିଲେ ଯେ ଜଣେ ବ୍ୟକ୍ତି ଏକାକୀ ତାଙ୍କ ଆଡ଼କୁ ଚାଲି ଆସୁଛି। ବସ୍ତୁତଃ ଲୋକମାନେ ଏହାର ସୂଚନା ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ପ୍ରଦାନ କଲେ। ଏଥିରେ ହୁଜୁର କହିଲେ, ସମ୍ଭବତଃ ସମ୍ପୃକ୍ତ ବ୍ୟକ୍ତି ଜଣକ ଅବୁଜର ହୋଇଥିବ। ଆଉ ଏକ ବର୍ଣ୍ଣନାରେ ହୁଜୁର କହିଲେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଅବୁଜର ହୁଅନ୍ତେ କି? ଯେତେବେଳେ ସେ ନିକଟବର୍ତ୍ତୀ ହେଲେ, ଲୋକମାନେ କହିଲେ, ସେ ଅବୁଜର ହିଁ ଅଟନ୍ତି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଆଲ୍ଲାହ ତାଆଲା ଅବୁଜର ଉପରେ ଦୟା ଅବତୀର୍ଣ୍ଣ କରନ୍ତୁ। ସେ ଏକାକୀ ହିଁ ଯାତ୍ରା କରୁଛନ୍ତି, ଏକାକୀ ହିଁ ମୃତ୍ୟୁବରଣ କରିବେ ଓ ଏକାକୀ ହିଁ ଉତ୍ଥିତ ହେବେ। ଅତଃ ହଜରତ ଅବୁଜର ରଜିୟତାଲ୍ଲାହୁଙ୍କ ସମ୍ବନ୍ଧରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଏହି ଭବିଷ୍ୟବାଣୀ ଅକ୍ଷର ଅକ୍ଷରେ ପୂରଣ ହେଲା। ହଜରତ ଉସ୍ମାନ ରଜିୟତାଲ୍ଲାହୁଙ୍କ ଖିଲାଫତ କାଳରେ ସେ ନିଜ ପରିବାର ବର୍ଗଙ୍କ ସହିତ ମଦିନା ବାହାରକୁ ଚାଲି ଯାଇଥିଲେ। ମଦିନା ବାହାରେ ଥିବା ଏକ ଦୂରବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଥିଲେ। ଯେତେବେଳେ ତାଙ୍କର ଅନ୍ତିମ ସମୟ ନିକଟତର ହେଲା, ସେତେବେଳେ ତାଙ୍କ ପତ୍ନୀ ବ୍ୟସ୍ତ ବିବ୍ରତ ହୋଇ ଉଠିଲେ। ଏଥିରେ ଅବୁଜର କହିଲେ, ଚିନ୍ତିତ ହୁଅ ନାହିଁ, ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଏକଥା କହୁଥିବାର ଶୁଣିଛି ଯେ ତୁମମାନଙ୍କ ମଧ୍ୟରୁ ଜଣେ ନିର୍ଜନ ଅରଣ୍ୟରେ ଦେହତ୍ୟାଗ କରିବ ଓ ତାହାର ଜନାଜା ବିଶ୍ୱାସକାରୀମାନଙ୍କର ଏକ ଦଳ ପାଠ କରିବେ। ଅଧିକନ୍ତୁ ସେ କହିଲେ, ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏକଥା କହିଥିଲେ, ସେତେବେଳେ ଯେତେ ଲୋକ ସେଠାରେ ଉପସ୍ଥିତ ଥିଲେ, ସେ ସମସ୍ତେ ମୃତ୍ୟୁବରଣ କରିସାରିଲେଣି ଓ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ମଧ୍ୟ ନିର୍ଜନ ଅରଣ୍ୟରେ ଦେହତ୍ୟାଗ କରିନାହାନ୍ତି, କେବଳ ମୋ ବ୍ୟତୀତ। ତେଣୁ ତୁମେ ଘାବରା ହୁଅ ନାହିଁ। ଯଦି ମୁଁ ମୃତ୍ୟୁବରଣ କରେ, ତେବେ ମୋ ମର ଶରୀରକୁ ସ୍ନାନ ଦେଇ ମଦିନା ଯିବା ମାର୍ଗରେ ରଖିଦେବ। ସୁତରାଂ ସେ ସେହିପରି ହିଁ କରିଥିଲେ, ଅର୍ଥାତ୍ ତାଙ୍କ ପତ୍ନୀ। ସ୍ୱଳ୍ପ ସମୟ ଅତିବାହିତ ହୋଇଥିବ ଯେ ସେହି ବାଟ ଦେଇ ହଜରତ ଅବଦୁଲ୍ଲା ବିନ୍ ମସଉଦ ରଜିୟତାଲ୍ଲାହୁ ନିଜ ସାଥୀମାନଙ୍କ ସହିତ ଅତିକ୍ରମ କରୁଥିଲେ। ସେ ଇରାକରୁ ଉମ୍ରା କରିବା ଉଦ୍ଦେଶ୍ୟରେ ବାହାରିଥିଲେ। ଯେତେବେଳେ ତାଙ୍କୁ ଖବର ମିଳିଲା ଯେ ଏ ତ ଅବୁଜର ରଜିୟତାଲ୍ଲାହୁ
ସେତେବେଳେ ସେ ରୋଦନ କରିବାକୁ ଲାଗିଲେ ଓ କହିଲେ, ପବିତ୍ର ଅବତାର ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ସତ କହିଥିଲେ ଯେ ଅବୁ ଜର୍ ଏକାକୀ ଚାଲନ୍ତି, ଏକାକୀ ମୃତ୍ୟୁବରଣ କରିବେ ଓ ଏକାକୀ ହିଁ ତାଙ୍କର ଉତ୍ଥିତ ହେବ। ତାପରେ ସେ ନିଜ ସାଥୀମାନଙ୍କ ସହିତ ହଜରତ ଅବୁ ଜର୍ ରଜିୟଲ୍ଲାହୁଙ୍କ ଜନାଜା ପାଠ କଲେ ଓ ସେହିଠାରେ ତାଙ୍କୁ ସମାଧି ଦେଲେ। ହଜରତ ୱାସିଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ତବୁକ୍ ଯୁଦ୍ଧ ଅବସରରେ ଘୋଷଣା କଲେ, ମୁଁ ନିଜ ଘରକୁ ଗଲି ଏବଂ ସେଠାରୁ ଯେତେବେଳେ ଫେରିଲି ସେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ସାହାବାମାନେ ପୂର୍ବରୁ ହିଁ ବାହାରି ସାରିଥିଲେ। ମୁଁ ସହରରେ ଘୋଷଣା କରିବାକୁ ଲାଗିଲି ଯେ କ'ଣ ଏପରି କେହି ବ୍ୟକ୍ତି ଅଛି ଯେ ନିଜ ସହିତ ଜଣେ ବ୍ୟକ୍ତିକୁ ଆରୋହଣ କରାଇପାରିବ ଓ ମାଲେ ଗନିମତରେ ଯେଉଁ ଭାଗ ପ୍ରାପ୍ତ ହେବ ତାହାକୁ ସେ ଗ୍ରହଣ କରିନେବ। ଜଣେ ବୃଦ୍ଧ ଅନସାରୀ କହିଲେ, ଆଚ୍ଛା, ତାହେଲେ ମୁଁ ସେହି ମାଲେ ଗନିମତରୁ ଭାଗ ନେଇନେବି ଓ ସେହି ବ୍ୟକ୍ତିକୁ ମୁଁ ନିଜ ସହିତ ଆରୋହଣ କରିନେବି ତଥା ନିଜ ସହିତ ତାକୁ ଆହାର ଖୁଆଇବି। ମୁଁ କହିଲି, ହଁ, ମୁଁ ଏହି ସର୍ତ୍ତରେ ରାଜି ଓ କହିଲେ, ମୁଁ ହେଉଛି ସେହି ବ୍ୟକ୍ତି। ତେବେ ସେହି ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ଆଚ୍ଛା, ତାହେଲେ ଆଲ୍ଲାହ ତାଆଲାଙ୍କର କଲ୍ୟାଣର ବିଶ୍ୱାସ ରଖି ଚାଲ। ହଜରତ ୱାସିଲା କୁହନ୍ତି, ମୁଁ ଭଲ ସାଥୀ ସହିତ ବାହାରିଲି ଏପର୍ଯ୍ୟନ୍ତ କି ଆଲ୍ଲାହ ତାଆଲା ମାନଙ୍କୁ ମାଲେ ଗନିମତ ପ୍ରଦାନ କଲେ। ସେହି ବ୍ୟକ୍ତି ବାହାରିଲା ଓ ନିଜ ଓଟର ପଛପଟରେ ବସିଲା। ପୁନଶ୍ଚ କହିଲେ, ତାଙ୍କୁ ମୋ ଆଡ଼କୁ ପିଠି କରି ଚଲାଅ, ମୋ ଆଡ଼କୁ ତାଙ୍କର ମୁହଁ କରି ଚଲାଅ। ଏତତ୍ପରେ କହିଲେ, ମୋ ନିକଟରେ ତୁମ୍ଭର ଓଟ ଅତ୍ୟନ୍ତ ଉତ୍କୃଷ୍ଟ ରହିଛି। ମୁଁ କହିଲି, ଏଇଟା ତ ତୁମର ଧନ, ଯେଉଁ ଧନକୁ ମୁଁ ସର୍ତ୍ତ ରଖିଥିଲି। ସେ କହିଲେ, ହେ ମୋର ପୁତ୍ରା, ଏଇଟା ତୁମ ଭାଗ, ତେଣୁ ତୁମେ ଏହାକୁ ନିଜ ନିକଟରେ ରଖିନିଅ। ମୋର ଅଭିପ୍ରାୟ ନେବାର ନଥିଲା। ସେ ଯାହା ହେଉ ଏପରି ଭାବରେ ତାଙ୍କର ବାହନ ଯୁଦ୍ଧରେ ସାମିଲ ହୋଇଯାଇଥିଲା। ସେହିପରି ଅବୁ ଖୈସମା ରଜିୟଲ୍ଲାହୁଙ୍କ ସୈନ୍ୟବାହିନୀ ସହିତ ସମ୍ମିଳିତର ଘଟଣା ବର୍ଣ୍ଣିତ ରହିଛି। ହୁଜୁର ସଲ୍ଲଲ୍ଲାହୁଙ୍କ ଯାତ୍ରୀ ସମୂହ ମଧ୍ୟରୁ ପଛରେ ରହିଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ହଜରତ ଅବୁ ଖୈସମା ରଜିୟଲ୍ଲାହୁ ସେହି ଦିନମାନଙ୍କରେ ମଦିନାରେ ନଥିଲେ। ହୁଜୁର ସଲ୍ଲଲ୍ଲାହୁଙ୍କ ତବୁକ୍ ଯୁଦ୍ଧରେ ବାହାରିବାର କିଛି ଦିନ ପରେ ସେ ଆସି ମଦିନାରେ ପହଞ୍ଚିଥିଲେ। ସେ ଦେଖିଲେ ଯେ ତାଙ୍କର ଦୁଇ ପତ୍ନୀ ଉଦ୍ୟାନରେ ନିଜ ନିଜ ଚାଳ ଉପରେ ବସି ସିଞ୍ଚନ କରୁଛନ୍ତି ଏବଂ ତାଙ୍କ ନିକଟରେ ଜଳ ଥଣ୍ଡା କରିଥିଲେ ଓ ତାଙ୍କ ନିମନ୍ତେ ଆହାର ପ୍ରସ୍ତୁତ କରିଥିଲେ। ଦିନେ ହଜରତ ଅବୁ ଖୈସମା ରଜିୟଲ୍ଲାହୁ ଚାଳ ଉପରେ ଦୁଆରର ସମ୍ମୁଖରେ ଛିଡ଼ା ହେଲେ ଓ ତାଙ୍କର ପତ୍ନୀମାନେ ତାଙ୍କ ପାଇଁ ଯେଉଁ ବ୍ୟବସ୍ଥା କରିଥିଲେ ସେହି ବ୍ୟବସ୍ଥାକୁ ହଜରତ ଅବୁ ଖୈସମା ଦେଖି କହିଲେ, ଆଲ୍ଲାହ ତାଆଲାଙ୍କର ବାର୍ତ୍ତାବହତ ପ୍ରଚଣ୍ଡ ଗ୍ରୀଷ୍ମତାପରେ ଯାତ୍ରା କରୁଛନ୍ତି, ଗ୍ରୀଷ୍ମତାପ ସହ୍ୟ କରୁଛନ୍ତି, ଯୁଦ୍ଧ କ୍ଷେତ୍ରକୁ ବାହାରି ଯାଇଛନ୍ତି, ଆଉ ମୁଁ ଛାଇ ତଳେ ଉତ୍ତମ ଆହାର ଓ ସୁନ୍ଦର ପତ୍ନୀ, ଧନ, ଜୀବଜନ୍ତୁଙ୍କ ସାଥିରେ ଅବସ୍ଥାନ କରୁଛି। ସେ ଆହୁରି କହିଲେ, ମୁଁ ଆଲ୍ଲାହ ତାଆଲାଙ୍କ ରାଣ ଖାଇ କହୁଛି, ଯେପର୍ଯ୍ୟନ୍ତ ମୁଁ ହୁଜୁର ସଲ୍ଲଲ୍ଲାହୁଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇନାହିଁ ସେ ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ମଧ୍ୟରୁ କାହାରି ପାଖକୁ ଫେରିବି ନାହିଁ। ଅବୁ ଖୈସମା ରଜିୟଲ୍ଲାହୁ କହିଲେ, ହେ ମୋର ପତ୍ନୀମାନେ, ତୁମେମାନେ ମୋର ଯାତ୍ରାର ପାଥେୟ ପ୍ରସ୍ତୁତ କର। ସୁତରାଂ ସେମାନେ ଏହିପରି କଲେ ଓ ଅବୁ ଖୈସମା ଓଟ ଉପରେ ଆରୋହଣ କଲେ ଓ ହୁଜୁର ସଲ୍ଲଲ୍ଲାହୁଙ୍କ ପଛେ ପଛେ ବାହାରି ସେହି ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଯେତେବେଳେ କି ଦ୍ୱିପହରର ଲୁ ପ୍ରବାହିତ ହେଉଥିଲା ଯାତ୍ରା ଆରମ୍ଭ କରିଦେଲେ। ଇବ୍ନେ ହିଶାମ ବର୍ଣ୍ଣନା କରନ୍ତି, ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ତବୁକ୍ ସ୍ଥାନରେ ପହଞ୍ଚି ସାରିଥିଲେ, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, କୁନ୍ ଅବା ଖୈସମା, ସେହି ବ୍ୟକ୍ତି ଅବୁ ଖୈସମା ହୁଅନ୍ତା କି? ଯେତେବେଳେ ଅବୁ ଖୈସମା ତାଙ୍କ ନିକଟରେ ପହଞ୍ଚିଲେ ସେତେବେଳେ ସାହାବାମାନେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମେମାନେ ଈଶ୍ୱରଙ୍କ ଶପଥ କରି କହୁଛୁ, ସେହି ବ୍ୟକ୍ତି ଅବୁ ଖୈସମା ହିଁ ଅଟନ୍ତି। ସୁତରାଂ ହଜରତ ଅବୁ ଖୈସମା ରଜିୟଲ୍ଲାହୁ ନିଜର ଓଟକୁ ବାନ୍ଧି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସେବାରେ ଉପସ୍ଥିତ ହେଲେ ଓ ସଲାମ କଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ପଚାରିଲେ, ହେ ଅବୁ ଖୈସମା, ତୁମେ କାହିଁକି ଏତେ ପଛରେ ରହିଗଲ? ଏଥିରେ ଅବୁ ଖୈସମା ହୁଜୁର ସଲ୍ଲଲ୍ଲାହୁଙ୍କୁ ସମସ୍ତ ଘଟଣାର ବୃତ୍ତାନ୍ତ କଲେ। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ତାଙ୍କ ନିମନ୍ତେ ମଙ୍ଗଳ କାମନା କଲେ, ଦୁଆ କଲେ। ଏହି ଘଟଣା ସମ୍ପର୍କରେ ଚର୍ଚ୍ଚା ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ମଧ୍ୟ କରିଛନ୍ତି। ହୁଜୁର ଉଲ୍ଲେଖ କରିଛନ୍ତି ଯେ ତବୁକ୍ ଯୁଦ୍ଧ ନିମନ୍ତେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ପ୍ରସ୍ଥାନ କଲେ
ସେତେବେଳେ କେତେକ ସାହାବାମାନେ ପଛରେ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ହଜରତ ଅବୁ ଖେସମା ରଜିୟତାଲାଙ୍କର ନାମ ମଧ୍ୟ ହଦିସରେ ଉଲ୍ଲେଖ ରହିଛି। ଯଦିଚ ତାଙ୍କର ଉଦ୍ଦେଶ୍ୟ ପଛରେ ରହିଯିବା ନଥିଲା, କିନ୍ତୁ ଯୁଦ୍ଧକୁ ଯିବା ସମୟରେ ସେ ମଦିନାରେ ଉପସ୍ଥିତ ନଥିଲେ। ଯେତେବେଳେ ସେ ନିଜ ଘରକୁ ଫେରିଲେ, ସେତେବେଳେ ତାଙ୍କର ପତ୍ନୀ ତାଙ୍କ ଫେରିବା ମାର୍ଗକୁ ଚାହିଁ ବସିଥିଲେ। ଆଉ ଯେତେବେଳେ ସେ ପହଞ୍ଚିଲେ, ତାଙ୍କ ପତ୍ନୀ ତାଙ୍କୁ କିଛି କହିବାକୁ ଚାହୁଁଥିଲେ ଯେ ଅବୁ ଖେସମା ପତ୍ନୀମାନଙ୍କର ଏହି ଇଚ୍ଛାକୁ ଅଣଦେଖା କରି କହିଲେ, ଅର୍ଥାତ୍ ପଚାରିଲେ, କ'ଣ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପ୍ରସ୍ଥାନ କରି ଯାଇଛନ୍ତି? ଏଥିରେ ସେମାନେ ଉତ୍ତର ଦେଲେ, ହଁ, ସେ କିଛି କ୍ଷଣ ହେଲା ବାହାରି ପଡ଼ିଛନ୍ତି। ଅବୁ ଖେସମା ଉତ୍ତର ଦେଲେ, ଈଶ୍ୱରଙ୍କ ବାର୍ତ୍ତାବହ ତ ଯୁଦ୍ଧ ନିମନ୍ତେ ବାହାରି ପଡ଼ିଛନ୍ତି, ଆଉ ମୁଁ ଏଠାରେ ଘରେ ବିଶ୍ରାମ କରିବି। ଅବୁ ଖେସମା ଠାରୁ ଏପରି ଆଚରଣ କଦାପି ଆଶା କରାଯାଏ ନାହିଁ। ଅବୁ ଖେସମା ସେହି ମୁହୂର୍ତ୍ତରେ ନିଜର ଅଶ୍ୱ ପ୍ରସ୍ତୁତ କଲେ ଆଉ ତା ଉପରେ ଆରୋହଣ କରି ବାହାରି ପଡ଼ିଲେ। ହଜରତ ମୁସଲିମ ମଉଦ୍ ରଜିୟତାଲା ଏହାର ବର୍ଣ୍ଣନା କରିଛନ୍ତି ଯେ ପ୍ରଥମ ବର୍ଣ୍ଣନାରେ କେତେକ ସ୍ଥାନରେ ଓଟର ଚର୍ଚ୍ଚା ରହିଛି, ଆଉ ଏଠାରେ ଅଶ୍ୱର ଚର୍ଚ୍ଚା ହେଲା। ସେ ଯାହା ହେଉ, ସମ୍ଭବତଃ ଉଭୟ ବର୍ଣ୍ଣନାଟି ଦେଖିବାକୁ ହେବ। ସେ ଯାହା ହେଉ, ଅବୁ ଖେସମା ରଜିୟତାଲା ଏପରି ଏକାକୀ ଯାତ୍ରା କରିଥିଲେ, ତବୁକ୍ ନିମନ୍ତେ ବାହାରି ପଡ଼ିଥିଲେ ଆଉ ନିରନ୍ତର ଯାତ୍ରା କରି ପରିଶେଷରେ ସେ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ସାମିଲ ହୋଇଯାଇଥିଲେ। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଏହି ଉକ୍ତି ଯେ କୁନ୍ ଆବା ଖେସମା, ଏଥିରେ କୁନ୍ ଶବ୍ଦର ସ୍ପଷ୍ଟୀକରଣ କରି ଆଉ ଏକ ସ୍ଥାନରେ ହଜରତ ମୁସଲିମ ମଉଦ୍ ରଜିୟତାଲା କୁହନ୍ତି, ପ୍ରଥମ ପ୍ରମାଣ ତଫସିର କବୀରରେ ଥିଲା। ଏଠାରେ ମଧ୍ୟ ସେହି ପ୍ରମାଣଟି ଉଲ୍ଲେଖ କରାଯାଉଛି ଯେ ଏକଥା ମନେ ରଖିବା ଉଚିତ, କୁନ୍ ଶବ୍ଦଟି ଆରବୀ ଭାଷାରେ କୌଣସି ବ୍ୟକ୍ତିକୁ କାହାରିକୁ ବୁଝାଏ, କହିବାକୁ ବୁଝାଏ ଓ କେବଳ ଇଚ୍ଛା ବ୍ୟକ୍ତ କରିବା ନିମନ୍ତେ ଏହି ଶବ୍ଦଟି ବେଳେବେଳେ ବ୍ୟବହୃତ ହୋଇଥାଏ। ସୁତରାଂ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ସିରିଆ ଅଭିମୁଖେ ସୈନ୍ୟ ପ୍ରେରଣ କଲେ, ସେତେବେଳେ ଅବୁ ଖେସମା, ଯେ କି ଜଣେ ସାହାବୀ ଥିଲେ ଓ ତାଙ୍କ ଉପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ବହୁତ ଭରସା ରହିଥିଲା, ହୁଜୁର ତାଙ୍କୁ ବହୁତ ଭଲ ପାଉଥିଲେ, ସେ ପଛରେ ରହିଯାଇଥିଲେ। କିନ୍ତୁ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସୈନ୍ୟବାହିନୀ ସହିତ ସହର କିଛି ବ୍ୟବଧାନରେ ଯାଇ ପହଞ୍ଚିଲେ, ସେତେବେଳେ ନିଜର ସାହାବାମାନଙ୍କର ସମୀକ୍ଷା କଲେ ଓ ଜାଣିବାକୁ ପାଇଲେ ଯେ ଅବୁ ଖେସମା ସେମାନଙ୍କ ମଧ୍ୟରେ ନାହାନ୍ତି। ଫଳତଃ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଦୁଃଖ ଓ ଅନୁତାପ ପ୍ରକାଶ କଲେ ଯେ ମୁଁ ଖେସମା ଉପରେ ଏଭଳି ଭରସା କରିଥିଲି, କିନ୍ତୁ ସେ ତ ପଛରେ ରହିଯାଇଛନ୍ତି, ଜିହାଦ ପାଇଁ ବାହାରି ନାହାନ୍ତି। ଆଉ ଯେତେବେଳେ କେହି ଜଣେ ମୁସଲମାନ ସୈନ୍ୟବାହିନୀ ଆଡ଼କୁ ଆସୁଥିବାର ଦେଖିଲେ, ସେତେବେଳେ ହୁଜୁର ଏହି ଉକ୍ତି କହିଥିଲେ ଯେ କୁନ୍ ଆବା ଖେସମା, ଅର୍ଥାତ୍ ଅବୁ ଖେସମା ସେ ହୁଅନ୍ତୁ କି। ଆଉ ଯେତେବେଳେ ଧୂଳି ଉଡ଼ିବା ଟିକେ କମ୍ ହେଲା, ସେତେବେଳେ ସାହାବାମାନେ ଚିହ୍ନିଗଲେ ଯେ ସେ ଅବୁ ଖେସମା ହିଁ ଅଟନ୍ତି। ଆଲ୍ଲାହ ତାଆଲାଙ୍କର ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପ୍ରଶଂସା କରିଥିଲେ। ଆଲ୍ଲାହ ତାଆଲା ଏତେ ଶୀଘ୍ର ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ମନସ୍କାମନାକୁ ପୂରଣ କରିଦେଲେ। ବର୍ତ୍ତମାନ କୁନ୍ ଅବା ଖେସମାର ଏହି ଶବ୍ଦ ନଥିଲା ଯେ ଅନ୍ୟ କେହି ଆସୁଥିଲା, କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ ଯେ ସେହି ଆଗନ୍ତୁକ ବ୍ୟକ୍ତି ଜଣକ ଅବୁ ଖେସମା ହୋଇଯାଆନ୍ତୁ କି ନା, ବରଂ କୁନ୍ ଅବା ଖେସମାର ଅର୍ଥ ଏହା ଥିଲା ଯେ ଈଶ୍ୱର କରନ୍ତୁ ଯେ ସେହି ଆଗମନକାରୀ ଅବୁ ଖେସମା ହୁଅନ୍ତୁ। ଆରବୀ ଭାଷାରେ ଏଭଳି ଉକ୍ତି ଏଥିପାଇଁ ପ୍ରୟୋଗ କରାଯାଇଥାଏ। ହଜରତ ମୁସଲିମ ମଉଦ୍ ରଜିୟତାଲା ଯେଉଁ ଆୟତର ବ୍ୟାଖ୍ୟାରେ ଏହା ବର୍ଣ୍ଣନା କରିଛନ୍ତି, ଯାହାକି ଏଠାରେ ସ୍ପଷ୍ଟୀକରଣ କରିଦିଆଗଲା। ତେବେ ତବୁକ୍ ଯୁଦ୍ଧର ଅବଶିଷ୍ଟାଂଶ ଇନଶାଆଲ୍ଲାହ ତାଆଲା ଆସନ୍ତା ଖୁତବାରେ ବର୍ଣ୍ଣନା କରିବି। ବର୍ତ୍ତମାନ ମୁଁ ରବୁଆର ମସଜିଦ ଉପରେ ଆକ୍ରମଣ ସମୟରେ ଯେଉଁ ଅହମଦୀମାନଙ୍କର କ୍ଷତାକ୍ତ ହୋଇଥିଲା, ସେମାନଙ୍କ ସକାଶେ ଦୁଆ କରିବା ନିମନ୍ତେ କହିବାକୁ ଚାହୁଁଛି। ଆଲ୍ଲାହ ତାଆଲା ସେମାନଙ୍କୁ ନିଜ ସୁରକ୍ଷା ବଳୟ ମଧ୍ୟରେ ରଖନ୍ତୁ ଓ ସେମାନଙ୍କୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ। ପାକିସ୍ତାନରେ ସମସ୍ତ ବିରୋଧୀମାନଙ୍କ ଷଡ଼ଯନ୍ତ୍ରକୁ ଆଲ୍ଲାହ ତାଆଲା ପଣ୍ଡ କରନ୍ତୁ। ରବୁଆରେ ଖତ୍ମେ ନବୁୱତ ନାମରେ ବିରୋଧୀମାନେ ଜଲସା ଅନୁଷ୍ଠିତ କରୁଛନ୍ତି। ସେଥିରେ ମୌଲବୀମାନେ ଅର୍ଥାତ୍ ଅହମଦୀୟତ ବିରୋଧରେ ଯେଭଳି ଅଭଦ୍ର, ଅଶ୍ଳୀଳ ଓ କଟୁ ଭାଷାର ପ୍ରୟୋଗ କରିବା ସମ୍ଭବପର, ତାହା ସେମାନେ କରୁଛନ୍ତି। ଆଲ୍ଲାହ ତାଆଲା ସେମାନଙ୍କ କୁପରିଣତିରୁ ଅହମଦୀମାନଙ୍କୁ ସୁରକ୍ଷିତ ରଖନ୍ତୁ। ବାଂଲାଦେଶର ଅହମଦୀମାନଙ୍କ ପାଇଁ ମଧ୍ୟ ଦୁଆ କରିବେ। ସେଠାରେ ମଧ୍ୟ ବିରୋଧୀମାନଙ୍କ ଉଦ୍ଦେଶ୍ୟ ଅତି
ସାଂଘାତିକ ରହିଛି। ଆଲ୍ଲାହ ତାଆଲା ସେଠାରେ ମଧ୍ୟ ପ୍ରତ୍ୟେକ ହେମଦୀମାନଙ୍କୁ ନିଜ ସୁରକ୍ଷା ବଳୟ ମଧ୍ୟରେ ରଖନ୍ତୁ। ମଧ୍ୟ ଏସିଆ ସକାଶେ ମଧ୍ୟ ଦୁଆ କରିବେ। ଆଲ୍ଲାହ ତାଆଲା ସେମାନଙ୍କ ପ୍ରତି ମଧ୍ୟ ଦୟା ଅବତୀର୍ଣ୍ଣ କରନ୍ତୁ ଓ ଅତ୍ୟାଚାରୀମାନଙ୍କ କବଳରୁ ମୁକ୍ତି ପ୍ରଦାନ କରନ୍ତୁ। ଗତ 2 ଦିନରେ ଯେଭଳି ଉନ୍ମୂଳ କାଣ୍ଡ ଘଟିଛି ସେଥିରୁ ପ୍ରମାଣିତ ହେଉଛି ଯେ ଯୁଦ୍ଧ ବିରାମର ଯେଉଁ ଘୋଷଣା କରାଯାଇଥିଲା ତାହା କେବଳ ତୁଚ୍ଛ ଘୋଷଣା ମାତ୍ର। ଆଲ୍ଲାହ ତାଆଲା ସେହି ଅତ୍ୟାଚାରୀମାନଙ୍କ ଅତ୍ୟାଚାର କରିବାରୁ ନିବୃତ୍ତ ରଖନ୍ତୁ ଓ ସେମାନଙ୍କର ଧରପଗଡ଼ କରନ୍ତୁ। الحمد لله نحمده ونستعينه ونستغفره ونؤمن به ونتوكل عليه ونعوذ بالله من شرور أنفسنا ومن سيئات أعمالنا من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر.